everyone, I am Damayanti. Welcome to my YouTube channel. ଏବେ ମୁଁ ଆଲୋଚନା କରିବି ପିଜି ନେଟ୍ ଏବଂ ଏସ୍ଏସ୍ବି ଏକ୍ଜାମ୍ ପାଇଁ କ୍ୱେଶ୍ଚିନ୍ ଆନ୍ସର୍। ସାରଳାଙ୍କ ସମୟରେ ରାଜା କିଏ ଥିଲେ? ସାରଳା ଦାସଙ୍କ ସମୟରେ ଓଡ଼ିଶାର ରାଜା ଥିଲେ କପିଳେନ୍ଦ୍ର ଦେବ। ସାରଳା ଦାସଙ୍କ ଛୋଟବେଳର ନାମ ଥିଲା ସିଦ୍ଧେଶ୍ୱର ପରିଡ଼ା। ତାଙ୍କର ଅଗ୍ରଜ ସାରଳା ଦାସଙ୍କର ବଡ଼ ଭାଇ ଥିଲେ ପରଶୁରାମ। ସଂସ୍କୃତ ମହାଭାରତ ଶ୍ଲୋକ ସଂଖ୍ୟା 1,00,000। ସାରଳା ମହାଭାରତ ଶ୍ଲୋକ ସଂଖ୍ୟା 1,40,000। ସାରଳା ଦାସଙ୍କ ରଚନା ହେଉଛି ମହାଭାରତ, ବିଲଙ୍କା ରାମାୟଣ, ଲକ୍ଷ୍ମୀ ନାରାୟଣ ବଚନିକା, ଚଣ୍ଡୀ ପୁରାଣ, ଦେବୀ ଭାଗବତ। ଆଦି ପର୍ବ। ମୂଳ ମହାଭାରତରେ ଆଦି ପର୍ବ। ସାରଳା ମହାଭାରତର ଆଦି ପର୍ବ। ସଭା ପର୍ବ ହୋଇଗଲା ମଧ୍ୟ ପର୍ବ। ମୂଳ ମହାଭାରତ ବନ ପର୍ବ, ସାରଳା ମହାଭାରତର ସଭା ପର୍ବ। ମୂଳ ମହାଭାରତର ଉତ୍ସର୍ଗୀ ପର୍ବ, ସାରଳା ମହାଭାରତର ବନ ପର୍ବ। ଭୀଷ୍ମ ପର୍ବ ହୋଇଗଲା ବିରାଟ ପର୍ବ। ଦ୍ରୋଣ ପର୍ବ ହୋଇଗଲା ଉତ୍ସର୍ଗ ପର୍ବ। କର୍ଣ୍ଣ ପର୍ବ ହୋଇଗଲା ଭୀଷ୍ମ ପର୍ବ। ଶଲ୍ୟ ପର୍ବ ହୋଇଗଲା ଦ୍ରୋଣ ପର୍ବ। ସୌପ୍ତିକ ପର୍ବ ହୋଇଗଲା କର୍ଣ୍ଣ ପର୍ବ। ଶ୍ରୀ ପର୍ବ ହୋଇଗଲା ଶଲ୍ୟ ପର୍ବ। ଶାନ୍ତି ପର୍ବ ହେଲା ଗଦା ପର୍ବ। ଅନୁଶାନ ପର୍ବ ହେଲା କାଇଁଚିକା ପର୍ବ। ଅଶ୍ୱମେଧ ପର୍ବ ହୋଇଗଲା ନାରୀ ପର୍ବ। ଅଶ୍ୱମେଧ ଯଜ୍ଞ ପର୍ବ ହେଲା ଶାନ୍ତି ପର୍ବ। ଆଶ୍ରମବାସୀ ପର୍ବ ହେଲା ଆଶ୍ରମିକ ପର୍ବ। ମୌସଳ ପର୍ବ ହେଲା ଅଶ୍ୱମେଧ ପର୍ବ। ମହାପ୍ରସ୍ଥାନ ପର୍ବ ହେଲା ମୁଷଳୀ ପର୍ବ। ସ୍ୱର୍ଗାରୋହଣ ପର୍ବ ହେଲା ସ୍ୱର୍ଗାରୋହଣ ପର୍ବ। ନୀଳାମ୍ବର ବିଦ୍ୟାଧର ଲେଖିଛନ୍ତି ପ୍ରସ୍ତାବ ଚିନ୍ତାମଣି। ଶରଣ ଦାସଙ୍କ ରଚନା ଚାଚେରୀ ଲୀଳା। ଶିଶୁ ଅନନ୍ତ ଦାସଙ୍କ ରଚନା କୁମାରପଥ। ବତ୍ସା ଦାସଙ୍କ ରଚନା କଳସ ଚଉତିଶା। ମାର୍କଣ୍ଡେୟ ଦାସଙ୍କ ରଚନା କେଶବ କୈଷ୍ଠି। କୁଞ୍ଜ ବିହାରୀ ଦାସଙ୍କ ରଚନା ହେଉଛି ଓଡ଼ିଆ ଲୋକଗୀତ ଓ କାହାଣୀ। ଲୋକଗଳ୍ପ ସଞ୍ଚୟନ 3। ଖଣ୍ଡ ଲୋକ କାହାଣୀ ସଞ୍ଚୟନ। 6 ଖଣ୍ଡ ଲୋକଗଳ୍ପ ସଞ୍ଚୟନ। 1964 ଓଡ଼ିଶାର ଲୋକଗଳ୍ପ ପଲ୍ଲୀ ପୁଷ୍ପପଲ୍ଲୀ ଝରଣା। ଶ୍ୟାମସୁନ୍ଦର ମହାପାତ୍ରଙ୍କ ରଚନା ହେଉଛି ଓଡ଼ିଆ ଲୋକ ସାହିତ୍ୟ 1982। ଚକ୍ରଧର ମହାପାତ୍ରଙ୍କ ରଚନା ହେଉଛି ଓଡ଼ିଆ ଗ୍ରାମ୍ୟ ଗୀତ, ଗାଉଁଲି ଗୀତ, ଚୁମ୍ବକ 1939। ଖଗେଶ୍ୱର ମହାପାତ୍ରଙ୍କ ରଚନା ହେଉଛି ପଣ୍ଡା ପର୍ବତର ଅଧିବାସୀ। ଅରବିନ୍ଦ ପଟ୍ଟନାୟକଙ୍କ ରଚନା ହେଉଛି ଲୋକଗଳ୍ପ ବ୍ରତ ସାହିତ୍ୟ ଆଲୋଚନା। ନଟବର ସମରାୟଙ୍କ ରଚନା ହେଉଛି ଓଡ଼ିଆ ପଲ୍ଲୀ ସାହିତ୍ୟ। ମୋହିନୀ ମୋହନ ସେନାପତିଙ୍କ ରଚନା ଓଡ଼ିଆ କାହାଣୀ। ଲକ୍ଷ୍ମୀ ନାରାୟଣ ସାହୁଙ୍କ ରଚନା ଗାନ୍ଧବିକା ଶତଦଳ। ସୀତାକାନ୍ତ ମହାପାତ୍ରଙ୍କ ରଚନା ହେଉଛି ସାରଲୌହର ଜନ୍ମ। ଗୋପୀନାଥ ମହାନ୍ତିଙ୍କ ରଚନା ହେଉଛି କନ୍ଧ ପରଜାର ସ୍ତୋତ୍ର ଓ ସଙ୍ଗୀତ 1966। ବିଜୟ କୁମାର ମହାନ୍ତିଙ୍କ ରଚନା ହେଉଛି ଗାଁ ଚାହାଳିର ଗୀତ। ମହେନ୍ଦ୍ର କୁମାର ମିଶ୍ରଙ୍କ ରଚନା ହେଉଛି ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି। କଳାହାଣ୍ଡିର ଲୋକ ସଂସ୍କୃତି। ଲୋକ ସଂସ୍କୃତିବିତ୍ ନୀଳକଣ୍ଠ। କୈଳାସ ପଟ୍ଟନାୟକଙ୍କ ରଚନା ହେଉଛି ଓଡ଼ିଶାର ଲୋକ କାହାଣୀ, ଲୋକ ସାହିତ୍ୟ ଚର୍ଚ୍ଚା। କୁମାର ହସନଙ୍କ ରଚନା ହେଉଛି ସମ୍ବଲପୁରୀ ଲୋକ ସାହିତ୍ୟ। ସଂସ୍କୃତ ସାହିତ୍ୟ ଦେଖିବା। ବୈକାରଣିକ କାତ୍ୟାୟନଙ୍କ ରଚନା ବାଲ୍ମୀକ। ରସବାଦ ନାଟ୍ୟଶାସ୍ତ୍ର ଭରତ ମୁନି। ଅଭିନବ ଭାରତୀ ଅଭିନବ ଗୁପ୍ତ। ସାହିତ୍ୟ ଦର୍ପଣ ବିଶ୍ୱନାଥ କବିରାଜ। ରୀତିବାଦ ଗୁଣବାଦ। କାବ୍ୟଦର୍ଶ ଲେଖିଛନ୍ତି ଦଣ୍ଡୀ
କାବ୍ୟାଲଙ୍କାର ସୂତ୍ର 52। ଧନ୍ୟବାଦର ପ୍ରବର୍ତ୍ତକ ଧନ୍ୟାଲୋକ ଲୋଚନ ଟୀକା ଅନନ୍ତ ବର୍ଦ୍ଧନ ଅଭିନବଗୁପ୍ତ। ଆଳଙ୍କାର ବାଦ କାବ୍ୟାଳଙ୍କାର ଭାମହ କାବ୍ୟାଳଙ୍କାରର ଜିଜ୍ଞାସା ରୁଦ୍ରଟି। ବକ୍ରୋକ୍ତିବାଦ ବକ୍ରୋକ୍ତି କାବ୍ୟଜୀବିତମ୍ ଆଚାର୍ଯ୍ୟ କୁନ୍ତକ। ଅଚ୍ୟୁତ୍ୟବାଦ ଚିନ୍ତା ଆଚାର୍ଯ୍ୟ କ୍ଷେମେନ୍ଦ୍ର। ଭଜରାଜ ଲେଖିଛନ୍ତି ଶୃଙ୍ଗାର ପ୍ରକାଶ ସରସ୍ୱତୀ କଣ୍ଠବରଣ ଚମ୍ପୁ ରାମାୟଣ। ସମଦେବଙ୍କ ରଚନା ହେଉଛି କଥା ସରିତ ସାଗର। ନାରାୟଣଙ୍କ ରଚନା ହେଉଛି ହିତୋପଦେଶ। ନେକ୍ସଟ ଦଣ୍ଡି ଲେଖିଛନ୍ତି ଦଶକୁମାର। ବୁଦ୍ଧଦେବଙ୍କ ରଚନା ଜାତକ କଥା। ବସୁବନ୍ଧୁଙ୍କ ରଚନା ବାସବଦ। ବାଣଭଟ୍ଟଙ୍କ ରଚନା କାଦମ୍ବରୀ ହର୍ଷଚରିତ। ଗୁଣାଢ୍ୟଙ୍କ ରଚନା ବୃହତ୍ କଥା। କ୍ଷେମେନ୍ଦ୍ରଙ୍କ ରଚନା ବୃହତ୍ କଥା ମଞ୍ଜରୀ। ହାଳଙ୍କ ରଚନା ଗାଥା ସପ୍ତଶତୀ। ରାମଦାସଙ୍କ ରଚନା ଦାର୍ଢ଼୍ୟତା ଭକ୍ତି ରସାମୃତ ସିନ୍ଧୁ। ମାଘଙ୍କ ରଚନା ଶିଶୁପାଳ ବଧ। ନାରାୟଣ ଭଟ୍ଟଙ୍କ ରଚନା ବେଣୀ ସଂହାର। ୟାସ୍କଙ୍କ ରଚନା ନିରୁକ୍ତର। ରାଜଶେଖରଙ୍କ ରଚନା କାବ୍ୟମୀମାଂସା। ପଣ୍ଡିତ ରାଜ ଜଗନ୍ନାଥଙ୍କ ରଚନା ରସଗଙ୍ଗାଧର। ପତଞ୍ଜଳିଙ୍କ ରଚନା ମହାଭାଷ୍ୟ। ପାଣିନିଙ୍କ ରଚନା ଅଷ୍ଟାଧ୍ୟାୟୀ। ମାର୍କଣ୍ଡେୟଙ୍କ ରଚନା ପ୍ରାକୃତ ସର୍ବସ୍ୱ। କବି ବିଦ୍ୟାଧରଙ୍କ ରଚନା ଏକାବଳୀ। ଜୟଦେବାଚାର୍ଯ୍ୟଙ୍କ ରଚନା ପୀୟୁଷ ଲହରୀ। ପୁରୁଷୋତ୍ତମଦେବଙ୍କ ରଚନା ଅଭିନବ ବେଣୀ ସଂସ୍କାର। ପ୍ରବନ୍ଧମାଳାଙ୍କ ରଚନା ମଧୁସୂଦନ ରାଓ। ପ୍ରବନ୍ଧ ପ୍ରବାହର ରଚନା ଶଶିଭୂଷଣ ରାୟ। ବିବିଧ ପ୍ରସଙ୍ଗର ରଚନା ମୋହିନୀ ମୋହନ ସେନାପତି। ପ୍ରବନ୍ଧାବଳୀର ରଚନା ଶ୍ୟାମସୁନ୍ଦର ରାଜଗୁରୁ। ବିବିଧ ପ୍ରବନ୍ଧର ରଚନା ବିଶ୍ୱନାଥ କର। ପ୍ରବନ୍ଧ ସୁମନର ରଚନା ଜଗବନ୍ଧୁ ସିଂହ। ପ୍ରବନ୍ଧ ସୋପାନର ରଚନା ବିପିନ ବିହାରୀ ରାୟ। ପ୍ରବନ୍ଧ ମାନସର ରଚନା କୃଷ୍ଣଚନ୍ଦ୍ର ପାଣିଗ୍ରାହୀ। ପ୍ରବନ୍ଧ ପ୍ରକାଶର ରଚନା ରତ୍ନାକର ପତି। ନିତ୍ୟାନନ୍ଦ ଶତପଥୀ କବିତା ଯୁଗେ ଯୁଗେ। ବୈଷ୍ଣବ ଚରଣ ସାମଲଙ୍କ ରଚନା ଓ କ୍ଷୁଦ୍ରଗଳ୍ପର ଇତିହାସ। କୃଷ୍ଣଚରଣ ବେହେରାଙ୍କ ରଚନା କଥା ସାହିତ୍ୟ। ନୀଳାଦ୍ରି ଭୂଷଣ ହରିଚନ୍ଦନଙ୍କ ରଚନା ସାହିତ୍ୟର ରୂପରେଖ ଭିନ୍ନ ସମୟ ଭିନ୍ନ ଦୃଷ୍ଟି। ଶ୍ରୀଧର ଦାସଙ୍କ ରଚନା ସୁଅ ମୁହଁରେ ଭୂତର। ବ୍ରଜମୋହନ ମହାନ୍ତିଙ୍କ ରଚନା ଲଳିତ ମଙ୍ଗଳ ଲତା। ଯଦୁମଣି ରାଉତରାୟଙ୍କ ରଚନା କବି କଳ୍ପଦ୍ରୁମ। ସାରଳା ଦାସଙ୍କ ସମୟର ରାଜା କପିଳେନ୍ଦ୍ର ଦେବ। ସାରଳା ଦାସ ସିଦ୍ଧେଶ୍ୱର ପରିଡ଼ା। ତାଙ୍କର ବାଲ୍ୟ ନାମ ସିଦ୍ଧେଶ୍ୱର ପରିଡ଼ା। ଅଗ୍ରଜ ପରଶୁରାମ। ସଂସ୍କୃତ ମହାଭାରତର ଶ୍ଲୋକ ସଂଖ୍ୟା 100000। ସାରଳା ମହାଭାରତର ଶ୍ଲୋକ ସଂଖ୍ୟା 1,40,000। ସାରଳା ଦାସ ମହାଭାରତ ଲେଖିଛନ୍ତି। ବିଲଙ୍କା ରାମାୟଣ ଲେଖିଛନ୍ତି। ଲକ୍ଷ୍ମୀ ନାରାୟଣ ବଚନିକା ଆଉ ଚଣ୍ଡୀ ପୁରାଣ ଦେବୀ ଭାଗବତ ଲେଖିଛନ୍ତି। ମୂଳ ମହାଭାରତର ଆଦି ପର୍ବ। ସାରଳା ମହାଭାରତର ଆଦି ପର୍ବ। ମୂଳ ଭାରତର ସଭା ପର୍ବ। ସାରଳା ମହାଭାରତରେ ମଧ୍ୟ ପର୍ବ। ମୂଳ ମହାଭାରତରେ ବନ ପର୍ବ। ସାରଳା ମହାଭାରତରେ ସଭା ପର୍ବ।
ନେକ୍ସଟ ପ୍ରାଚୀନ ଓଡ଼ିଆ କବିତା ଦେଖିବା। ମଧ୍ୟ ଭାରତୀୟ ଆର୍ଯ୍ୟ ଭାଷାର ଅନ୍ୟତମ ନିଦର୍ଶନ ଉଦୟଗିରିରେ ଥିବା ହାତୀଗୁମ୍ଫା ଶିଳାଲେଖ ଖାରବେଳଙ୍କ ବ୍ରାହ୍ମଲିପି ଦର୍ଶନ ଅଶୋକଙ୍କର ଧଉଳିଗିରି ଓ ଜଉଗଡ଼ ଶିଳାଲିପି ବୌଦ୍ଧନାଥ ଶୈବ ଶାକ୍ତ ଓ ବୈଷ୍ଣବ ଆନନ୍ଦ ପରମାନନ୍ଦ ବିରମାନନ୍ଦ ସହଜାନନ୍ଦ ମହାଯାନୀ ତାପରେ ବଜ୍ରଯାନୀ ତାପରେ ସହଜଯାନୀ ସରହପା ସର୍ବପ୍ରାଚୀନ ସିଦ୍ଧ ସାଧକ ସେ ରାହୁଳ ଭଦ୍ର ରାହୁଳ ରୁଚି ସରୋଜ ବଜ୍ର ପଦ୍ମବଜ୍ର ନାମରେ ମଧ୍ୟ ପରିଚିତ। ମତ୍ସ୍ୟେନ୍ଦ୍ରନାଥଙ୍କ ଶିଷ୍ୟ ହେଉଛନ୍ତି ଗୋରେଖନାଥ। କମଳପାଦ ଇନ୍ଦ୍ରବତୀ ଜଳନ୍ଧରପା କାହ୍ନୁପା ତାପରେ ସରହପା ତାପରେ ଶବରୀପା ତାପରେ ଲୁଇପା ତାପରେ ଦାରିକପା ତାପରେ ବଜ୍ରକ। ନେକ୍ସଟ ଦାରିପକା ଓଡ଼ିଶାର ରାଜା ଥିଲେ। କାହ୍ନୁପାଙ୍କ ଅନ୍ୟାନ୍ୟ ନାମ ହେଉଛି କୃଷ୍ଣାଚାର୍ଯ୍ୟ ମହାଚାର୍ଯ୍ୟ ଉପାଧ୍ୟାୟ ମନ୍ତ୍ରଣାଚାର୍ଯ୍ୟ ଛୋଟ କୃଷ୍ଣ କାହ୍ନୁପାଦ କୃଷ୍ଣବଜ୍ର। କାହ୍ନୁପାଙ୍କ ଦୋହାକୋଷ ହରପ୍ରସାଦ ଶାସ୍ତ୍ରୀଙ୍କ ଦ୍ୱାରା ପ୍ରଥମେ ପ୍ରକାଶିତ। ହାଡ଼ିପା ବାଳପଦ ଜଳନ୍ଧରନାଥ ନାମରେ ମଧ୍ୟ ପରିଚିତ ଥିଲା। ଚର୍ଯ୍ୟାପଦ ହେଉଛି ସନ୍ଧ୍ୟାଭାଷା ଠାର ଭାଷା। ଇନ୍ଦ୍ରବତୀଙ୍କ ଗ୍ରନ୍ଥ ହେଉଛି ଜ୍ଞାନସିଦ୍ଧ ଗୁରୁକଲ୍ଲ ସାଧନା। ଲକ୍ଷ୍ମୀକରଙ୍କ ଗ୍ରନ୍ଥ ହେଉଛି ଅଦ୍ୱିତୀୟ ସିଦ୍ଧ। ନାରାୟଣନନ୍ଦ ଅବଧୂତ ସ୍ୱାମୀଙ୍କ ରଚନା ରୁଦ୍ରସୁଧାନିଧି। ଆଦିନାଥଙ୍କ ରଚନା ଅମରକୋଷ। ଚନ୍ଦ୍ରଶେଖର ନାଥଙ୍କ ରଚନା ଗୋରେଖ ଗୀତା। ମତ୍ସ୍ୟେନ୍ଦ୍ରନାଥଙ୍କ ରଚନା ମତ୍ସ୍ୟେନ୍ଦ୍ର ଗୀତା ସପ୍ତାଙ୍ଗ ଜଗଧାରଣ। ଗୋରେଖନାଥଙ୍କ ରଚନା ଶିଶୁବେଦ। ଯଶୋବନ୍ତ ଦାସଙ୍କ ରଚନା ଗୀତ ଗୋବିନ୍ଦ ଚନ୍ଦ୍ର। ଯୋଗୀନ୍ଦ୍ର ବିପ୍ରଙ୍କ ରଚନା ଟୀକା ଗୋବିନ୍ଦ ଚନ୍ଦ୍ର। ବାଚସ୍ପତି ମିଶ୍ରଙ୍କ ରଚନା ତୀର୍ଥ ଚିନ୍ତାମଣି। ନାଥ ଧର୍ମର ପ୍ରବର୍ତ୍ତକ ଗୋରେଖନାଥ। ନାଥ ସାହିତ୍ୟର ଆରାଧ୍ୟ ଦେବତା ଶିବ। ନାଥ ଧର୍ମ ଦୁଇ ଭାଗରେ ବିଭକ୍ତ ସତ୍ୟନାଥୀ ପନ୍ଥୀ ଓ ରାଉଳ ପନ୍ଥୀ। ପ୍ରଶ୍ନର ଛଳରେ ଚରିତ୍ର ହେଉଥିବା କାବ୍ୟ କବିତାର ନାମ ଗୀତା ବୋଲି ବୋଧହୁଏ ପ୍ରାଚୀନ ଓଡ଼ିଆ କବିମାନଙ୍କର ଧାରଣା ଥିଲା। ସର୍ବପ୍ରାଚୀନ ଶିଳାଲେଖ ଉଜ୍ଜାମ ଶିଳାଲେଖ। ନେକ୍ସଟ ଉଦ୍ଧବ ଜଣାଣ ଅକ୍ରୂର ବୋଲି ପଶା ପର୍ବ ଭକ୍ତଚନ୍ଦ୍ରିକା କାଳୀୟ ଦଳନ ଲେଖିଛନ୍ତି ପାଷାଣ୍ଡ ଦଳନ। ପଞ୍ଚଭୂତ ଗୀତା ଲେଖିଛନ୍ତି ଗୁଣ୍ଡିଚା ଗିଜେ। ରୁକ୍ମଣୀ ମାଳିକା ଭବିଷ୍ୟ ମାଳିକା। କଳି ମାଳିକା ହେଲା ଇନ୍ଦ୍ର ମାଳିକା। ପାହାନ୍ତିଆ ଅବକାଶ ଦୀକ୍ଷା ସମ୍ବାଦ। ପଦ୍ମକଳ୍ପ ଟୀକା ହେଉଛି ଇତିହାସ ପୁରାଣ। ଦହି ଖେଳା ହେଉଛି 1614। ଅଚ୍ୟୁତାନନ୍ଦ ଦାସଙ୍କ ରଚନା ହେଉଛି ଶୂନ୍ୟ ସଂହିତା ଛାୟା ଚନ୍ଦ୍ରିକା। ଅଚ୍ୟୁତାନନ୍ଦ ଦାସଙ୍କ ରଚନା ଛାୟା ଚନ୍ଦ୍ରିକା। ଆବଡ଼ ସଂହିତା ବ୍ରହ୍ମ ସଂହିତା ହରିବଂଶ ଜ୍ୟୋତିଷ ସଂହିତା ଅନହତ ସଂହିତା ଝୁମର ସଂହିତା। ନେକ୍ସଟ ପଣ୍ଡିତ ସୂର୍ଯ୍ୟନାରାୟଣ ଦାସଙ୍କ ମତରେ ଭାଗବତର ଦ୍ୱାଦଶ ସ୍କନ୍ଧ ଏବଂ ତ୍ରୟୋଦଶ ସ୍କନ୍ଧ ମହାଦେବ ଦାସ ଲେଖିଥିଲେ।
କେହି କେହି କୁହନ୍ତି। ତ୍ରୟୋଦଶ ସ୍କନ୍ଧ। ଦ୍ୱାରିକା ଦାସ ଲେଖିଛନ୍ତି। ରୁଦ୍ର ବିଷ୍ଣୁ ସ୍ୱାମୀ ସମ୍ପ୍ରଦାୟ। ବଳରାମ ଦାସ, ଯଶୋବନ୍ତ ଦାସ। ଅତିବଡ଼ି ସମ୍ପ୍ରଦାୟ ହେଉଛନ୍ତି ଜଗନ୍ନାଥ ଦାସ। ନିମ୍ବାର୍କ ସମ୍ପ୍ରଦାୟ ହେଉଛନ୍ତି ଅଚ୍ୟୁତାନନ୍ଦ ଦାସ। ରାମାନନ୍ଦ ସମ୍ପ୍ରଦାୟ ହେଉଛି ଶିଶୁ ଅନନ୍ତ ଦାସ। ବଳରାମ ଦାସଙ୍କ ରଚନା ହେଉଛି ଲକ୍ଷ୍ମୀ ପୁରାଣ, ବଟ ଅବକାଶ, ଭାବ ସମୁଦ୍ର, କାନ୍ତ କୋଇଲି, ମାଳଶ୍ରୀ, ଭାଗବତ ଗୀତା, ଗୁପ୍ତ ଗୀତା, ବେଦାନ୍ତ ସାର ଗୁପ୍ତ ଗୀତା, ଜ୍ଞାନ ଉଜ୍ଜ୍ୱଳମଣି ଗୀତା, ସପ୍ତାଙ୍ଗ ଯୋଗ ସାର ଗୀତା, ବ୍ରହ୍ମାଣ୍ଡ ଭୂଗୋଳ, ବହୁଳା ଅଧ୍ୟାୟ, ବେଢ଼ା ପରିକ୍ରମା, ପଣସଚେରୀ, ମୃଗୁଣୀ ସ୍ତୁତି, ବିରାଟ ଗୀତା, 36 ଗୁପ୍ତ ଗୀତା, ଅମରକୋଷ ଗୀତା। ନେକ୍ସଟ ଗଦ୍ୟ ରଚନା। ଜ୍ଞାନ ଚୂଡ଼ାମଣି, ଜଗମୋହନ ରାମାୟଣ। ବାଲ୍ମୀକିଙ୍କ ରାମାୟଣ ଆଉ ଦାଣ୍ଡି ରାମାୟଣରେ ଦେଖିବା। ବାଲ୍ମୀକିଙ୍କ ରାମାୟଣରେ ବାଳକାଣ୍ଡ, ଦାଣ୍ଡି ରାମାୟଣରେ ଆଦ୍ୟକାଣ୍ଡ। ବାଲ୍ମୀକି ରାମାୟଣରେ ଅଯୋଧ୍ୟାକାଣ୍ଡ, ଦାଣ୍ଡି ରାମାୟଣରେ ଅଯୋଧ୍ୟାକାଣ୍ଡ। ଅରଣ୍ୟକାଣ୍ଡ ହେଇଗଲା ଅରଣ୍ୟକାଣ୍ଡ। କିଷ୍କିନ୍ଧ୍ୟାକାଣ୍ଡ ମଧ୍ୟ କିଷ୍କିନ୍ଧ୍ୟାକାଣ୍ଡ ରହିଲା। ସୁନ୍ଦରାକାଣ୍ଡ ମଧ୍ୟ ସୁନ୍ଦରାକାଣ୍ଡ ରହିଲା। ଯୁଦ୍ଧକାଣ୍ଡ ହେଇଗଲା ଲଙ୍କାକାଣ୍ଡ। ଓରାକାଣ୍ଡ ହେଇଗଲା ଓରାକାଣ୍ଡ। ବ୍ୟାସଦେବଙ୍କ ଭାଗବତ 12 ଖଣ୍ଡ 12 ସ୍କନ୍ଧ। ବ୍ୟାସଦେବଙ୍କର ଶ୍ଲୋକ ସଂଖ୍ୟା 1000। ଓଡ଼ିଆ ଶ୍ଲୋକ ସଂଖ୍ୟା 71,077। ଜଗନ୍ନାଥ ଦାସଙ୍କ ରଚନା ହେଉଛି ଶୈବାଗମ ଭାଗବତ, ଶୂନ୍ୟ ଭାଗବତ, ଶ୍ରୀନାମ ଚନ୍ଦ୍ରିକା, ବ୍ରହ୍ମଗୀତା, ଉଷା ପରିଣୟ, ଗଜ ନିସ୍ତାରଣ, ଭାଗବତ, ଗୁପ୍ତ ଭାଗବତ, ତୁଳା ଭୀଣା, ଗୁପ୍ତ ଗୀତା, ପ୍ରମୋଦ ଚିନ୍ତାମଣି, ହରିଣୀ ସ୍ତୁତି। ନେକ୍ସଟ ଉଦ୍ଧବ ଜଣାଣ। ଉଦ୍ଧବ ଜଣାଣ, ପଶା ପର୍ବ, କାଳିୟ ଦଳନ, ପଞ୍ଚୁଭୂତ ଗୀତା, ରୁକ୍ମିଣୀ ମାଳିକା, କଳି ମାଳିକା, ପାହାନ୍ତି ଅବକାଶ, ପଦ୍ମ କଳ୍ପଟିକା, ଦହି ଖେଳ, ଅକ୍ରୂର ବଲି, ଭକ୍ତ ଚନ୍ଦ୍ରିକା, ପାଷାଣ୍ଡ ଦଳନ, ଗୁଣ୍ଡିଚା ବିଜେ, ଭବିଷ୍ୟ ମାଳିକା, ଇନ୍ଦ୍ର ମାଳିକା, ଦୀକ୍ଷା ସମ୍ବାଦ, ଇତିହାସ ପୁରାଣ, ଷୋଳ ଚୌପଦୀ, ହରିବଂଶ, ଜ୍ୟୋତି ସଂହିତା, ଅନାହତ ସଂହିତା, ଝୁମର ସଂହିତା, ଆକାର ସଂହିତା, ଯନ୍ତ୍ର ସଂହିତା, ଅଭୟ କବଚ, ଡିବି ଡିବି କୋଇଲି। ନେକ୍ସଟ 36 ଖଣ୍ଡ ସଂହିତା, 78 ଖଣ୍ଡ ଗୀତା, ହରିବଂଶ, ଉପବଂଶ ଚରିତ 12 ଖଣ୍ଡ, ଭବିଷ୍ୟ ପୁରାଣ ବା ମାଳିକା 100 ଖଣ୍ଡ। ଶିଶୁ ଅନନ୍ତ ଦାସଙ୍କ ରଚନା ଗୁଡ଼ିକ ଉଦେ ବାଖର, ଭକ୍ତି ମୁକ୍ତିଦାୟକ ଗୀତା, ହେତୁଦୟ ଭାଗବତ, ପିଣ୍ଡ ବ୍ରହ୍ମାଣ୍ଡ ଗୀତା, ଅର୍ଥତ୍ରାଣୀ, ଅଣାକାର ଶବ୍ଦ, ଡିବି ଡିବି ଢୋଲ, ଚୁମ୍ବକ ଗୀତା। ନେକ୍ସଟ ଯଶୋବନ୍ତ ଦାସଙ୍କ ରଚନା ଶିବ ସୂର୍ଯ୍ୟୋଦୟ, 84 ଆଜ୍ଞା, ପ୍ରେମ ଭକ୍ତି ବ୍ରହ୍ମ ଗୀତା, ଗୋବିନ୍ଦ ଚନ୍ଦ୍ର ଗୀତା, ଅନେକ ଭଜନ ମାଳିକା। ନେକ୍ସଟ ବିପ୍ର ଦିବାକର ଦାସଙ୍କ ରଚନା ଜଗନ୍ନାଥ ଚରିତାମୃତ, ଏକାଦଶୀ ମହାତ୍ମ୍ୟ। ରାୟ ରାମାନନ୍ଦଙ୍କ ରଚନା ହେଉଛି ବଜ୍ରବଲ୍ଲୀ ସାହିତ୍ୟ। ଦାମୋଦର ଦାସଙ୍କ ରଚନା ରସକଲ୍ୟା ଜ୍ୟୋତିଷା। ଚାନ୍ଦ ଦାସଙ୍କ ରଚନା ଗୋପୀଚନ୍ଦନ। କାହ୍ନୁ ଦାସଙ୍କ ରଚନା ରାମ ରସାମୃତ।
କହ୍ନାଇ ଖୁଣ୍ଟିଆଙ୍କ ରଚନା ମହାଭାବ ପ୍ରକାଶ, ଅର୍ଜୁନ ଦାସଙ୍କ ରଚନା ରାମ ବିଭା କଳ୍ପଲତା, ବୃନ୍ଦାବନ ଦାସଙ୍କ ରଚନା ରସବାରିଧି। ନେକ୍ସଟ କୃପାସିନ୍ଧୁ ମିଶ୍ରଙ୍କ ରଚନା ହେଉଛି ଉତ୍କଳ ଇତିହାସ। ହରେକୃଷ୍ଣ ମହତାବଙ୍କ ରଚନା ହେଉଛି ଓଡ଼ିଶା ଇତିହାସ। ତାରିଣୀ ଚରଣ ରଥଙ୍କ ରଚନା ହେଉଛି ଉତ୍କଳ ସାହିତ୍ୟର ଇତିହାସ ଲୋକଗଳ୍ପ। ବେଣୀ ମାଧବ ପାଢ଼ୀଙ୍କ ରଚନା ହେଉଛି ଓଡ଼ିଆ ଭାଷାର ରୂପତତ୍ତ୍ୱ। ସାହିତ୍ୟ ସୁଦର୍ଶନର ରଚନା ସାହିତ୍ୟ ସୁଦର୍ଶନ ଶ୍ରୀଚନ୍ଦ୍ର ଦାସ। ଅଖିଳ ରସ ଚିନ୍ତାମଣି ଲେଖିଛନ୍ତି ପାତାମ୍ବର ଅଗ୍ରଦେବ। ଗଦାଧର ନାରାୟଣ ଭଞ୍ଜଙ୍କ ରଚନା ହେଉଛି ରସମୁକ୍ତାବଳୀ। ସୁଲକ୍ଷଣା ଦେବୀଙ୍କ ରଚନା ହେଉଛି ପାରିଜାତ ମାଳା। ଜଗାଚାରୀଙ୍କ ରଚନା ହେଉଛି ବିନାୟକ ମିଶ୍ର। ପ୍ରଚ୍ଛନ୍ନ ବୌଦ୍ଧଙ୍କ ରଚନା ହେଉଛି ନଗେନ୍ଦ୍ରନାଥ ବସୁ। ବୌଦ୍ଧ ବୈଷ୍ଣବର ରଚନା ହେଉଛି ଆର୍ତ୍ତବଲ୍ଲଭ ମହାନ୍ତି। ଜୟଦେବଙ୍କ ରଚନା ହେଉଛି ପୀୟୁଷ ଲହରୀ। ବେଣୁଧର ପାଢ଼ୀଙ୍କ ରଚନା ହେଉଛି ଉଡ୍ରଜା ପ୍ରାକୃତ। ଓଡ଼ିଶାର ସାହିତ୍ୟ ସଂସ୍କୃତି ଓ ଧର୍ମଧାରା। ନଗେନ୍ଦ୍ରନାଥ ମିଶ୍ରଙ୍କ ରଚନା ଗୁଡ଼ିକ ହେଉଛି ଜନଶ୍ରୁତି, କାଞ୍ଚି କାବେରୀ। ଡାନିଏଲ ଜୋନ୍ସଙ୍କ ରଚନା ହେଉଛି ସରସ୍ୱତୀକରଣ ପରିକଳ୍ପନା। ବଦ୍ଧକ କୁମାର ମିଶ୍ରଙ୍କ ରଚନା ଗୁଡ଼ିକ ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି। ଧନେଶ୍ୱର ମହାପାତ୍ରଙ୍କ ରଚନା ଓଡ଼ିଆ ଧ୍ୱନିତ ଓ ଶବ୍ଦ ସମ୍ଭାର। ଆଉ ସାରଳା ମହାଭାରତର ଭାଷାତାତ୍ତ୍ୱିକ ଅନୁଶୀଳନ। ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ରଚନା ହେଉଛି ଓଡ଼ିଆ ଭାଷା, ଜାତି ଓ ଜାତୀୟତା, ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା, ଓଡ଼ିଆ ଭାଷାର ଇତିହାସ, ପୁଣ୍ୟପୀଠ କପିଳାସ, ମୋ ଦୃଷ୍ଟିରେ ଓଡ଼ିଶା। ଜିନ ନାରାୟଣ ପାଢ଼ୀଙ୍କ ରଚନା ହେଉଛି ଓଡ଼ିଆ ଭାଷାର ଶାସ୍ତ୍ରୀୟତା। ପରମାନନ୍ଦ ଆଚାର୍ଯ୍ୟଙ୍କ ରଚନା ହେଉଛି ଭୁବନେଶ୍ୱର ଶିଳାଲିପି। ହରପ୍ରସାଦ ମିଶ୍ରଙ୍କ ରଚନା ହେଉଛି ଭାଷାତତ୍ତ୍ୱ ଓ ଓଡ଼ିଆ ଭାଷାର ଦିଗନ୍ତ। ଭାଷାତାତ୍ତ୍ୱିକ ପ୍ରବନ୍ଧ ଓ ଆଲୋଚନା। ନବୀନ କୁମାର ସାହୁଙ୍କ ରଚନା ହେଉଛି ଓଡ଼ିଶାରେ ବୌଦ୍ଧ ସଂସ୍କୃତି। ଶିବପ୍ରସାଦ ଦାସଙ୍କ ରଚନା ହେଉଛି ସମ୍ବଲପୁରର ଇତିହାସ ଜ୍ୟୋତିଲେଖା। ପଞ୍ଚାନନ ମହାନ୍ତିଙ୍କ ରଚନା ବୃତ୍ତିଏ ମୋ ପୋଷେ କୁଟୁମ୍ବ। ସୁଦାମ ନାୟକଙ୍କ ରଚନା ହେଉଛି ସୋନପୁର ଶିଳାଲେଖ। ଦୋଳଗୋବିନ୍ଦ ଶାସ୍ତ୍ରୀଙ୍କ ରଚନା ନାଥ ଧର୍ମ ଓ ଦର୍ଶନ। ଶ୍ରୀ ବାସ୍ତବ ପ୍ରସାଦ ନାଥ। ଶ୍ରୀ ବତ୍ସ ପ୍ରସାଦ ନାଥଙ୍କ ରଚନା ହେଉଛି ନାଥ ସାହିତ୍ୟ। ଶ୍ରୀନିବାସ ମିଶ୍ରଙ୍କ ରଚନା ହେଉଛି ଆଧୁନିକ ଓଡ଼ିଆ ସାହିତ୍ୟ। ବିଜୟ ପ୍ରସାଦ ମିଶ୍ରଙ୍କ ରଚନା ହେଉଛି ମାତୃଭାଷା ଓଡ଼ିଆ। ପତିତ ପାବନ ମହାପାତ୍ରଙ୍କ ରଚନା ହେଉଛି ପ୍ରିୟଦର୍ଶୀ, ଅଶୋକ ଓ କଳିଙ୍ଗ ଯୁଦ୍ଧ। ସଦାନନ୍ଦ ନାୟକଙ୍କ ରଚନା ହେଉଛି କରଣ ଲିପି। ନଗେନ୍ଦ୍ରନାଥ ପ୍ରଧାନଙ୍କ ରଚନା ହେଉଛି ଓଡ଼ିଆ ନିର୍ଗୁଣ ସାହିତ୍ୟର ଭୂମିକା। ତାଙ୍କ ରଚନା ଗୁଡ଼ିକ ହେଉଛି ଶବ୍ଦତ, ବୋଧ ଅଭିଧାନ, ଓଡ଼ିଆ ଭାଷା। ପଣ୍ଡିତ ଗୋବିନ୍ଦ ରଥଙ୍କ ବର୍ଣ୍ଣନା ହେଉଛି ବର୍ଣ୍ଣବୋଧକ। ଏଇଟା ଆମର ପିଜି ଏକ୍ଜାମରେ ଆସିଥିଲା। ବର୍ଣ୍ଣବୋଧକର ରଚୟିତା କିଏ? ପଣ୍ଡିତ ଗୋବିନ୍ଦ ରଥ। ମଧୁସୂଦନ ରାଓ ଲେଖିଛନ୍ତି ବର୍ଣ୍ଣବୋଧ। ହରପ୍ରସାଦ ଶାସ୍ତ୍ରୀଙ୍କ ରଚନା ହେଉଛି ବୌଦ୍ଧଗାନ ଓ ଦୋହା 1916। ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ରଚନା ଗୁଡ଼ିକ ହେଉଛି ପ୍ରାଚୀନ ଗଦ୍ୟାଦର୍ଶ, ସୋମନାଥ ବ୍ରତକଥା, ମାଦଳା ପାଞ୍ଜି 1940। କରୁଣାକରଙ୍କ ରଚନା ହେଉଛି ରୁଦ୍ର ସୁଧାନିଧି, ଆଶ୍ଚର୍ଯ୍ୟ ଚର୍ଯାଚର୍ଯ୍ୟ। ଖଗେଶ୍ୱର ମହାପାତ୍ରଙ୍କ ରଚନା ହେଉଛି ଓଡ଼ିଆ ଲିପି ଓ ଭାଷା,
ଚର୍ଚ୍ଚା ଗୀତିକା 1875। ଜଗବନ୍ଧୁ ସିଂହଙ୍କ ରଚନା ଗୁଡ଼ିକ ପ୍ରାଚୀନ ଉତ୍କଳ। ଗିରିଜା ଶଙ୍କର ରାୟଙ୍କ ରଚନା ହେଉଛି ସରଳ ଭାଷା ନାଟ୍ୟକଳା। ବିନାୟକ ମିଶ୍ରଙ୍କ ରଚନା ହେଉଛି ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ଭାଷାର ପୁରାତନ। ଗୋଲକ ବିହାରୀ ଧଳଙ୍କ ରଚନା ହେଉଛି ଓଡ଼ିଆ ଧ୍ୱନି ବିଜ୍ଞାନ, ଭାଷାଶାସ୍ତ୍ର ପରିଚୟ, ମଣିଷର ଭାଷା, ଧ୍ୱନି ବିଜ୍ଞାନ, ଇଂରାଜୀ ଉଚ୍ଚାରଣ ଶିକ୍ଷା। ସତ୍ୟନାରାୟଣ ରାଜଗୁରୁଙ୍କ ରଚନା ହେଉଛି ଓଡ଼ିଆ ଲିପିର କ୍ରମ ବିକାଶ ଓ ଭାଷା ଉପଭାଷା। ନେକ୍ସଟ, କୁଞ୍ଜ ବିହାରୀ ତ୍ରିପାଠୀଙ୍କ ରଚନା ହେଉଛି ପ୍ରାଚୀନ ଓଡ଼ିଆ ଅଭିଲେଖ, ଓଡ଼ିଆ ଭାଷା ତ ଓଡ଼ିଆ ଲିପିର କ୍ରମ ବିକାଶ, ଓଡ଼ିଆ ଭାଷା ଓ ଲିପିର ବିବରଣୀ। କୁମୁଦ ରଞ୍ଜନ ପାଣିଗ୍ରାହୀଙ୍କ ରଚନା ହେଉଛି ପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟ। ଚୌଧୁରୀ ହେମକାନ୍ତ ମିଶ୍ରଙ୍କ ରଚନା ହେଉଛି ଭାଷା ପରୀକ୍ଷଣ। ବାସୁଦେବ ସାହୁଙ୍କ ରଚନା ହେଉଛି ଭାଷା ବିଜ୍ଞାନ ଓ ଭାଷା ବିଜ୍ଞାନୀ। ଚକ୍ରଧର ମହାପାତ୍ରଙ୍କ ରଚନା ହେଉଛି ଗୋବର ଗୋଟେଇ। ବଂଶୀଧର ମହାନ୍ତିଙ୍କ ରଚନା ଗୁଡ଼ିକ ଓଡ଼ିଆ ଭାଷା ତତ୍ତ୍ୱର ଭୂମିକା, ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମ ବିକାଶ, ଓଡ଼ିଆ ସାହିତ୍ୟର ଇତିହାସ, ଓଡ଼ିଆ ଭାଷା ଆନ୍ଦୋଳନ। ବେଣୀ ମାଧବ ପାଢ଼ୀଙ୍କ ରଚନା ହେଉଛି ଉଡ୍ରଜା ପ୍ରାକୃତ, ଓଡ଼ିଶାର ସାହିତ୍ୟ ସଂସ୍କୃତି। ବେଣୁଧର ପାଢ଼ୀଙ୍କ ରଚନା ହେଉଛି ଉଡ୍ରଜା ପ୍ରାକୃତ, ଓଡ଼ିଶାର ସାହିତ୍ୟ ସଂସ୍କୃତି ଓ ଧର୍ମଧାରା। ନଗେନ୍ଦ୍ରନାଥ ମିଶ୍ରଙ୍କ ରଚନା ଗୁଡ଼ିକ ହେଉଛି ଜନଶ୍ରୁତି, କାଞ୍ଚି କାବେରୀ। ଡାନିଏଲ ଜୋନ୍ସଙ୍କ ରଚନା ହେଉଛି ସରସ୍ୱତୀକରଣ ପରିକଳ୍ପନା। ବଦ୍ଧକ କୁମାର ମିଶ୍ରଙ୍କ ରଚନା ଗୁଡ଼ିକ ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି। ଧନେଶ୍ୱର ମହାପାତ୍ରଙ୍କ ରଚନା ଓଡ଼ିଆ ଧ୍ୱନିତ ଓ ଶବ୍ଦ ସମ୍ଭାର। ଆଉ ସାରଳା ମହାଭାରତର ଭାଷାତାତ୍ତ୍ୱିକ ଅନୁଶୀଳନ। ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ରଚନା ହେଉଛି ଓଡ଼ିଆ ଭାଷା, ଜାତି ଓ ଜାତୀୟତା, ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା, ଓଡ଼ିଆ ଭାଷାର ଇତିହାସ, ପୁଣ୍ୟପୀଠ କପିଳାସ, ମୋ ଦୃଷ୍ଟିରେ ଓଡ଼ିଶା। ଜିନ ନାରାୟଣ ପାଢ଼ୀଙ୍କ ରଚନା ହେଉଛି ଓଡ଼ିଆ ଭାଷାର ଶାସ୍ତ୍ରୀୟତା। ପରମାନନ୍ଦ ଆଚାର୍ଯ୍ୟଙ୍କ ରଚନା ହେଉଛି ଭୁବନେଶ୍ୱର ଶିଳାଲିପି। ହରପ୍ରସାଦ ମିଶ୍ରଙ୍କ ରଚନା ହେଉଛି ଭାଷାତତ୍ତ୍ୱ ଓ ଓଡ଼ିଆ ଭାଷାର ଦିଗନ୍ତ, ଭାଷାତାତ୍ତ୍ୱିକ ପ୍ରବନ୍ଧ ଓ ଆଲୋଚନା। ନବୀନ କୁମାର ସାହୁଙ୍କ ରଚନା ହେଉଛି ଓଡ଼ିଶାରେ ବୌଦ୍ଧ ସଂସ୍କୃତି। ଶିବପ୍ରସାଦ ଦାସଙ୍କ ରଚନା ହେଉଛି ସମ୍ବଲପୁରର ଇତିହାସ ଜ୍ୟୋତିଲେଖା। ପଞ୍ଚାନନ ମହାନ୍ତିଙ୍କ ରଚନା ବୃତ୍ତିଏ ମୋ ପୋଷେ କୁଟୁମ୍ବ। ସୁଦାମ ନାୟକଙ୍କ ରଚନା ହେଉଛି ସୋନପୁର ଶିଳାଲେଖ। ଦୋଳଗୋବିନ୍ଦ ଶାସ୍ତ୍ରୀଙ୍କ ରଚନା ନାଥ ଧର୍ମ ଓ ଦର୍ଶନ। ଶ୍ରୀ ବାସ୍ତବ ପ୍ରସାଦ ନାଥ ଶ୍ରୀ ବତ୍ସ ପ୍ରସାଦ ନାଥଙ୍କ ରଚନା ହେଉଛି ନାଥ ସାହିତ୍ୟ। ଶ୍ରୀନିବାସ ମିଶ୍ରଙ୍କ ରଚନା ହେଉଛି ଆଧୁନିକ ଓଡ଼ିଆ ସାହିତ୍ୟ। ବିଜୟ ପ୍ରସାଦ ମିଶ୍ରଙ୍କ ରଚନା ହେଉଛି ମାତୃଭାଷା ଓଡ଼ିଆ। ପତିତ ପାବନ ମହାପାତ୍ରଙ୍କ ରଚନା ହେଉଛି ପ୍ରିୟଦର୍ଶୀ ଅଶୋକ ଓ କଳିଙ୍ଗ ଯୁଦ୍ଧ। ସଦାନନ୍ଦ ନାୟକଙ୍କ ରଚନା ହେଉଛି କରଣ ଲିପି। ନଗେନ୍ଦ୍ରନାଥ ପ୍ରଧାନଙ୍କ ରଚନା ହେଉଛି ଓଡ଼ିଆ ନିର୍ଗୁଣ ସାହିତ୍ୟର ଭୂମିକା। ଏଭ୍ରିୱାନ୍, ଆଇ ଏମ୍ ଦମୟନ୍ତୀ, ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍। ଏବେ ମୁଁ ଆଲୋଚନା କରିବି ଓଡ଼ିଆ ଅନର୍ସ ପିଜି ନେଟ୍ ଏବଂ ଏସ୍ଏସ୍ବି ଏକ୍ଜାମ୍ ପାଇଁ ଯେଉଁ କ୍ୱେଶ୍ଚନ୍ ଆନ୍ସର୍ ଆସେ। କିଛି କବି ପ୍ରାବନ୍ଧିକ ଲେଖକଙ୍କର ଲେଖା, ପ୍ରବନ୍ଧ ବା ଗଳ୍ପ, ଏକାଙ୍କିକା ସବୁକିଛି ଇମ୍ପୋର୍ଟାଣ୍ଟ ଏକାଙ୍କିକା, ଗଳ୍ପ ଏବଂ ପ୍ରବନ୍ଧ ଗୁଡ଼ିକୁ ମୁଁ ନୋଟ୍ସ କରିଛି। ପ୍ରଥମେ ଦେଖିବା ଗୋପୀନାଥ ନନ୍ଦ ଶର୍ମା। ତାଙ୍କ ରଚନା ଗୁଡ଼ିକ ହେଉଛି ଶବ୍ଦ ତ,
ବୋଧ ଅଭିଧାନ ଓଡ଼ିଆ ଭାଷା। ତ ପଣ୍ଡିତ ଗୋବିନ୍ଦ ରଥଙ୍କ ବର୍ଣ୍ଣନା ହେଉଛି ବର୍ଣ୍ଣବୋଧକ। ଏଇଟା ଆମର ପିଜି ଏକ୍ଜାମ୍ରେ ଆସିଥିଲା। ବର୍ଣ୍ଣବୋଧକର ରଚୟିତା କିଏ? ପଣ୍ଡିତ ଗୋବିନ୍ଦ ରଥ। ମଧୁସୂଦନ ରାଓ ଲେଖିଛନ୍ତି ବର୍ଣ୍ଣବୋଧ। ହରପ୍ରସାଦ ଶାସ୍ତ୍ରୀଙ୍କ ରଚନା ହେଉଛି ବୌଦ୍ଧଗାନ ଓ ଦୋହା 1916। ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ରଚନା ଗୁଡ଼ିକ ହେଉଛି ପ୍ରାଚୀନ ଗଦ୍ୟାଦର୍ଶ, ସୋମନାଥ ବ୍ରତକଥା, ମାଦଳା ପାଞ୍ଜି 1940। କରୁଣାକରଙ୍କ ରଚନା ହେଉଛି ରୁଦ୍ରସୁଧାନିଧି, ଆଶ୍ଚର୍ଯ୍ୟ ଚର୍ଯାଚର୍ଯ୍ୟ। ଖଗେଶ୍ୱର ମହାପାତ୍ରଙ୍କ ରଚନା ହେଉଛି ଓଡ଼ିଆ ଲିପି ଓ ଭାଷା, ଚର୍ଯା ଗୀତିକା 1875। ଜଗବନ୍ଧୁ ସିଂହଙ୍କ ରଚନା ଗୁଡ଼ିକ ପ୍ରାଚୀନ ଉତ୍କଳ। ଗିରିଜା ଶଙ୍କର ରାୟଙ୍କ ରଚନା ହେଉଛି ସରଳ ଭାଷା ନାଟ୍ୟକଳା। ବିନାୟକ ମିଶ୍ରଙ୍କ ରଚନା ହେଉଛି ଓଡ଼ିଆ ଭାଷାର ଇତିହାସ, ଓଡ଼ିଆ ଭାଷାର ପୁରାତନ। ଗୋଲକ ବିହାରୀ ଧଳଙ୍କ ରଚନା ହେଉଛି ଓଡ଼ିଆ ଧ୍ୱନି ବିଜ୍ଞାନ, ଭାଷାଶାସ୍ତ୍ର ପରିଚୟ, ମଣିଷର ଭାଷା, ଧ୍ୱନି ବିଜ୍ଞାନ, ଇଂରାଜୀ ଉଚ୍ଚାରଣ ଶିକ୍ଷା। ସତ୍ୟନାରାୟଣ ରାଜଗୁରୁଙ୍କ ରଚନା ହେଉଛି ଓଡ଼ିଆ ଲିପିର କ୍ରମ ବିକାଶ ଓ ଭାଷା ଉପଭାଷା। ନେକ୍ସଟ, କୁଞ୍ଜବିହାରୀ ତ୍ରିପାଠୀଙ୍କ ରଚନା ହେଉଛି ପ୍ରାଚୀନ ଓଡ଼ିଆ ଅଭିଲେଖ, ଓଡ଼ିଆ ଭାଷା ତ ଓଡ଼ିଆ ଲିପିର କ୍ରମ ବିକାଶ, ଓଡ଼ିଆ ଭାଷା ଓ ଲିପିର ବିବରଣୀ। କୁମୁଦ ରଞ୍ଜନ ପାଣିଗ୍ରାହୀଙ୍କ ରଚନା ହେଉଛି ପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟ। ଚୌଧୁରୀ ହେମକାନ୍ତ ମିଶ୍ରଙ୍କ ରଚନା ହେଉଛି ଭାଷା ପରୀକ୍ଷଣ। ବାସୁଦେବ ସାହୁଙ୍କ ରଚନା ହେଉଛି ଭାଷା ବିଜ୍ଞାନ ଓ ଭାଷା ବିଜ୍ଞାନୀ। ଚକ୍ରଧର ମହାପାତ୍ରଙ୍କ ରଚନା ହେଉଛି ଗୋବର ଗୋଟେଇ। ବଂଶୀଧର ମହାନ୍ତିଙ୍କ ରଚନା ଗୁଡ଼ିକ ଓଡ଼ିଆ ଭାଷା ତତ୍ତ୍ୱର ଭୂମିକା, ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମ ବିକାଶ, ଓଡ଼ିଆ ସାହିତ୍ୟର ଇତିହାସ, ଓଡ଼ିଆ ଭାଷା ଆନ୍ଦୋଳନ। ବେଣୀ ମାଧବ ପାଢ଼ୀଙ୍କ ରଚନା ହେଉଛି ଉଡ୍ରଜା ପ୍ରାକୃତ, ଓଡ଼ିଶାର ସାହିତ୍ୟ ସଂସ୍କୃତି